କଥା କହିଲାଠୁ କାନ୍ଦିଲା, କାନ୍ଦୁଛି ଖାଲି। ଆଉ ତାର ଯୋଉ ପୁଅ କହୁଛି ମାମୁଁ ବୋଉ ତାର ବୁଦ୍ଧି ନାହିଁ, ଯାହା କରିଛି କରିଛି, ତମେ ସେଟା ନିମାସିଆ ସେ ଦିଟା ହୃଦୟ ନ ମିଶିଲେ କୋଉ କଥା ହବ କହିଲ। ଏ ଯୋଉ ଗୋଟେ ଚିଠିଟେ ମା ତମ ଘରକୁ ଦେଇଥିଲା ବୋଲିକି ଝିଅ କହୁଛନ୍ତି ହେଲା, ସେ ଚିଠିଟେ କାହା ହାତରେ ଦେଇଥିଲା ଆଉ କେମିତି ଦେଇଥିଲା, ଆଉ ସେ ଚିଠିରେ କଣ ଲେଖା ହେଇଥିଲା? ସେ ଚିଠି ଆଇଥିଲା ସେଇ ସକାଳୁ ଆଇଲା ପରା ଭାଇ, ତା ଭାଇ ହାତରେ ଦେଇଥିଲା ଚିଠି। ତାର ପରୀକ୍ଷା ଥିଲା, ପଳେଇ ଆଇଲା। ଜାଣି ସେଇ ଜାଣିଥିବେ, କହିଲା ହଁ ମିଶିଛି ସେଇମାନେ। ନଣ୍ଡ ଭଣ୍ଡ ଆମେ ତାକୁ କିଏ ଭଦ୍ରଲୋକ କିଏ ଠିକ କରିଥିଲା? ଯିଏ ଭଦ୍ରଲୋକ କରିଥିଲା ଆମ ନଣନ୍ଦ ଗୋଟେ ହବ, ସେଟା ମାଇପିଟା ତାର ହୁଣ୍ଡି ହାଉଟା କଣ କରିଦେଲା ଆଉ। ଭଦ୍ରଲୋକ ତମ ତରଫରୁ? ହଁ ଆମରି ନଣନ୍ଦ ପା, ଦେଢୁଶୁରର ପୁଅ। ସିଏ ବି ତ ଦେଖିଥିବ ନା ନାଇଁ? ଭଦ୍ରଲୋକ ତ ସେଇ କଥା କହିଲାଠୁ କାନ୍ଦିଲା, କାନ୍ଦୁଛି ଖାଲି। ଆଉ ତାର ଯୋଉ ପୁଅ କହୁଛି ମାମୁଁ ବୋଉ ତାର ବୁଦ୍ଧି ନାହିଁ, ଯାହା କରିଛି କରିଛି, ତମେ ସେଟା ନିମାସିଆ ସିଏ ବି। ନଣନ୍ଦ କୋଉଠି? ନଣନ୍ଦ ତା ଘରେ। ତା ଘରେ ସିଏ ଶାନ୍ତିରେ, ତମେ ଏଠି ଥାନାକୁ ଦୌଡୁଛ? ଶାନ୍ତି କାହିଁକି ହବ ବା, ତାକୁ ବା ଭିଡୁଛନ୍ତି ଥାନାକୁ, ତାକୁ ଛୋଟାଟା ପଡିକି ଭଦ୍ରଲୋକକୁ ଭିଡା ହଉଛି ଥାନାକୁ। ତମେ କୋଉଠୁ କଣ ସେଇଟା କି ଥାନା? ମହିଳା ଥାନା। ମହିଳା ଥାନାରୁ ଆଇଛ? ଆଉ ତମ ମହିଳା ସେଇଠିକି ତ ଯାଇଛନ୍ତି, ସେଠି ନ ବୁଝି ଆମ ପାଖ କଣ? ଭଲ ଲାଗିଲା ଆପଣଙ୍କ ସାଙ୍ଗେ କଥା ହବାକୁ। ନାଇଁ ଭଲ ଲାଗିଲା ନା, ମୁଁ ସତ କହେ, ମିଛ କହେ ନାହିଁ। ଆମେ ଟିକେ ଠାକୁରଙ୍କ କତିକି ଯାଉ ଆମେ। ଆଚ୍ଛା, ଯୋଉ ରାଧାକୃଷ୍ଣଙ୍କ ପ୍ରେମ କାହାଣୀ ତ ଆପଣ ଜାଣିଥିବେ? ସବୁ ଜାଣିଛୁ। କୃଷ୍ଣ ତ ବହୁତ କଳା, ତାଙ୍କର କଣ ଗଢଣ ଏତେ ସୁନ୍ଦର ଥିଲା ଯେ 1200 ଏଇ ଯୋଉ ଅନେକ ଗୋପୀ ତାଙ୍କ ପଛରେ ବାୟା ହଉଥିଲେ। ବାୟା ହଉଥିଲେ ଯେ ରାଧା କଳା ବେଲିକିରି କହିଲେ ବେଲିକିରି କୃଷ୍ଣ କଣ କଳା ହେଇନା, ଗୋରା ହେଇନାହାନ୍ତି? ହଉ ନ ହଉ, ସେ ତ ତାଙ୍କ ଦିଟା ହୃଦୟ ନ ମିଶିଲେ କୋଉ କଥା ହବ କହିଲ। ହୃଦୟ କଣ 3 ଦିନରେ ମିଶେଇଥାନ୍ତା? 4 ଦିନ ପରେ ସିନା ମିଶିଥାନ୍ତା। ଆଉ କଣ 4 ଦିନ ପରେ ମିଶିବାକୁ ହୃଦୟ ତାର ଟିକେ ବଗୁଲିଆ ମଦ ଖାଉନାହିଁ ବୋଲି ପ୍ରମାଣ ଥିଲା, ଦେଖିଲା ବେଳକୁ ମଦ ଖାଇଲା ସେଇଦିନ ପାଟି ବଣ ଆଉ ଯୋଡ଼ାଏ ଲୋକ ସେଇଠୁ ତ ବିଗିଡିଲା ଝିଅ। ଯୋଡା ଲୋକ କିଏ କୁଣିଆ ହେଇଥିବେ କି କଣ ହେଇଥିବେ, ଯିଏ ଥାଉ କଣ ତା ମାନେ ନୂଆ ବୁହାଟା ପାଖରେ ତାକୁ ଛୁଇଁବା ଯୋଗ୍ୟ ନୁହଁ, ତା ପାଖରେ ଆଣିକିରି ପୁରେଇବ ଯୋଡ଼ାଏ ଲୋକ। ଆଚ୍ଛା, ତମ ଘରୁ ତ କିଏ ଯାଇଥିବେ ଝିଅ ପାଖରେ ରହିବା ପାଇଁ? ହଁ, ତାକୁ ନେଇକିନି ଛାତ ଉପରେ ମଦ ଖାଇ ଶୋଇଲା, ମାନେ କନ୍ୟା ତଳେ ମାର୍କଣ୍ଡି ଉପରେ। ହଁ, ଝିଅର ଭାଇ ଯାଇଥିଲା ନା? ହଁ। ଆଚ୍ଛା, ମାନେ କନ୍ୟା ତଳେ ଥିଲା, ଝିଅର ଭାଇ ଉପରେ ଥିଲା। ହଁ। ଏ ଯୋଉ ଗୋଟେ ଚିଠିଟେ ମା ତମ ଘରକୁ ଦେଇଥିଲା ବୋଲିକି ଝିଅ କହୁଛନ୍ତି ହେଲା, ସେ ଚିଠିଟେ କାହା ହାତରେ ଦେଇଥିଲା ଆଉ କେମିତି ଦେଇଥିଲା, ଆଉ ସେ ଚିଠିରେ କଣ ଲେଖା ହେଇଥିଲା? ସେ ଚିଠି ଆଇଥିଲା ସେଇ ସକାଳୁ ଆଇଲା ପରା ଭାଇ, ତା ଭାଇ ହାତରେ ଦେଇଥିଲା ଚିଠି। ତାର ପରୀକ୍ଷା ଥିଲା, ପଳେଇ ଆଇଲା ଘରୁ। ସେ ଚିଠି ତା ଭାଇ ଧରିକି ଆସିଲା। ହେଇଥିବ ଅତି ସନ୍ଧି କନ୍ଦି ମୁଁ ବୁଝିନି। ଯୋଉମାନେ ଦୋଷ ଦଉଛନ୍ତି ଝିଅକୁ ପୁଅକୁ, ସେମାନଙ୍କୁ କଣ କହିବ କି ନାଇଁ ଆମ ଘର ପରିବାର ମୁଣ୍ଡ ପୁରାଉନି, କହିକି ଗୋଟେ ମ୍ୟାଟରଟାକୁ ସମାଧାନ କରିଦିଅ ଯେ ଆମ ଘର କଥା ଆମେ ବୁଝୁଛୁ, ଆଉ ତମମାନେ କିଛି ଆଉ ବୁଝା ହଉଛି ବା, ସେ ବା ଝିଅ ନିଜେ ଗଲା। ନାଇଁ ସେଟା କ୍ୟାମେରାରେ କୁହନ୍ତୁ, ଆମ ଘର କଥା ଆମେ ବୁଝୁଛୁ, ଆମ ଘର କଥା ନାଇଁ ମୁଁ କିଛି ନୁହଁ।